ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्थ अध्याय गीतार दार्शनिक तत्व। गीता मानव समाज सम्मुखरे प्रकृतिर ଯେଉଁ दिव्य रूपांतरर आदर्श उपस्थापन करिछि ताहा बुझिबाकु हेले गीतार दार्शनिक तत्व किछि जानिबा नित्याନ୍ତ प्रयोजन। गीता ଯେଉଁ साधनार निर्देश ଦେଇଛି ସେଥିରୁ କିୟଦଂଶ ଆନ୍ତରିକତାର ସହିତ ଧାରଣ କଲେ ଏହି ସବୁ ତତ୍ତ୍ୱ ସ୍ୱତଃ ହୃଦୟଙ୍ଗମ ହୋଇପାରିବ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହୋତ ଭୟାତ୍। ଆଚାର୍ଯ୍ୟ ଶଙ୍କର ପ୍ରଭୃତି ଗୀତାର ପ୍ରାଚୀନ ଭାଷ୍ୟକାରମାନଙ୍କ ମତରେ ଏହି ଜଗତର ମୂଳ ହେଲା ଅପରା ପ୍ରକୃତି, ଯାହା ଅଜ୍ଞାନ ଅବିଦ୍ୟା ତ୍ରିଗୁଣାତ୍ମିକା। ସେଥିରୁ ସ୍ପଷ୍ଟ ସୃଷ୍ଟି ଏ ଜଗତ ମୂଳତଃ ଅଶୁଭ ଓ ଦୁଃଖମୟ। ଅପରା ପ୍ରକୃତି ହିଁ ଜୀବମାନଙ୍କୁ ତାର ଗୁଣ ତ୍ରୟ ଦ୍ୱାରା ଦୁଃଖମୟ ସଂସାରରେ ଆବଦ୍ଧ କରି ରଖେ। ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ଏହି ପ୍ରକୃତିର ବନ୍ଧନରୁ ମୁକ୍ତ ହେବା। କିନ୍ତୁ ଗୀତା ଅନୁସାରେ ବସ୍ତୁତଃ ଏହି ଜଗତ ଅପରା ପ୍ରକୃତି ଦ୍ୱାରା ସୃଷ୍ଟି ନୁହେଁ। ଅପରା ପ୍ରକୃତି ହେଉଛି ଏହାର ବାହିକ ଯନ୍ତ୍ରମୟ ଜଡ଼ରୂପ, ଯାହାର ମୂଳରେ ଅଛି ପରା ପ୍ରକୃତି। ତାହା ହିଁ ପରମାତ୍ମାଙ୍କ ଚିତ୍ ଶକ୍ତି। ଭୂମିରାପୋ ନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ଅହଂକାର ଇତି ୟମେ ଭିନ୍ନା ପ୍ରକୃତିରଷ୍ଟଧା। ଅପରେୟମିତଂ ସ୍ତ୍ୱନ୍ୟଂ ପ୍ରକୃତିଂ ବିଧି ମେ ପରାଂ। ଜୀବଭୂतं ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ୍। ଏତଚ୍ଚୋନିନି ଭୂତାନି ସର୍ବାଣୀତ୍युପଧାରୟ। ଅହଂ କୃଷ୍ଣସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା। ଅର୍ଥ ପୃଥିବୀ, ଜଳ, ତେଜ, ବାୟୁ, ଆକାଶ ଏବଂ ମନ, ବୁଦ୍ଧି ତଥା ଅହଂକାର ହେଉଛି ମୋର 8 ପ୍ରକାରର ଅପରା ପ୍ରକୃତି। ହେ ମହାବାହୁ, ଯାହା ଦ୍ୱାରା ଏହି ଜଗତ ଧାରଣ କରାଯାଏ ସେହି ଅପରା ପ୍ରକୃତିରୁ ଭିନ୍ନ ମୋର ଜୀବରୂପା ପରା ପ୍ରକୃତିର ଜାଣ। ସମସ୍ତ ପ୍ରାଣୀଙ୍କର ଅପରା ଓ ପରା ପ୍ରକୃତିର ସଂଯୋଗ ହିଁ କାରଣ ବୋଲି ତୁମେ ଜାଣି ରଖ। ମୁଁ ସମଗ୍ର ଜଗତର ପ୍ରଭବ ତଥା ପ୍ରଳୟ ଅଟେ। ତେଣୁ ଗୀତା ଅନୁସାରେ ଏହି ଜଗତ ମୂଳତଃ ଜଡ଼ ବା ଦୁଃଖମୟ ନୁହେଁ, ଏହା ଆନନ୍ଦମୟ। ଉପନିଷଦ ମଧ୍ୟ କହେ ଯେ ଏ ଜଗତର ସୃଷ୍ଟି ଆନନ୍ଦରୁ ହୋଇଛି। ଆନନ୍ଦରୁ ଆନନ୍ଦ ଆଡ଼କୁ ହିଁ ପରିଚାଳିତ ହେଉଛି। ଆନନ୍ଦାଯ୍ ଖଲ୍ୟିମାନି ଭୂତାନି ଜାୟନ୍ତେ ଆନନ୍ଦେନ ଜାତାନି ଜୀବନ୍ତି ଆନନ୍ଦଂ ପ୍ରୟନ୍ତମିଷଂ ବିଶନ୍ତୀତି। ଅର୍ଥାତ୍ ଜୀବଗଣ ଆନନ୍ଦରୁ ଜନ୍ମ ହୋଇଛନ୍ତି, ଆନନ୍ଦ ଲାଭ ପାଇଁ ବଞ୍ଚିଛନ୍ତି, ମରୁଛନ୍ତି ଏବଂ ପୁଣି ଜନ୍ମ ନେଉଛନ୍ତି। ତ୍ରିଗୁଣମୟୀ ଅପରା ପ୍ରକୃତି ମାୟା ଆମ ବୁଦ୍ଧିକୁ ଆଚ୍ଛାଦିତ କରି ରଖୁଥିବାରୁ ଆମେ ପରମାତ୍ମାଙ୍କ ସେହି ଦିବ୍ୟ ସତ୍ତା ବା ପରା ପ୍ରକୃତିକୁ ଅନୁଭବ କରିପାରୁନାହୁଁ। ଜଗତ ଓ ଜୀବନର ଆନନ୍ଦମୟ ସ୍ୱରୂପକୁ ଏହି ଗୁଣତ୍ରୟ ଆବୃତ କରି ରଖିଛନ୍ତି। ଏହି ଅପରା ପ୍ରକୃତିର ଅଜ୍ଞାନରୁ ମୁକ୍ତ ହୋଇ ପରା ପ୍ରକୃତି ମଧ୍ୟରେ ଦିବ୍ୟ ଆନନ୍ଦମୟ ଜୀବନ ଲାଭ କରିବା ହିଁ ମାନବ ଜୀବନର ପ୍ରକୃତ ଲକ୍ଷ୍ୟ। ଶଙ୍କରାଚାର୍ଯ୍ୟଙ୍କ ମତରେ ପରା ପ୍ରକୃତି ଓ ଜୀବ ଏକ, କିନ୍ତୁ ଗୀତା ପରା ପ୍ରକୃତିକୁ ଜୀବାତ୍ମକମ୍ ବୋଲି କହିନାହିଁ। ଗୀତା ଅନୁସାରେ ଏହା ଜୀବଭୂତା। ପରା ପ୍ରକୃତି ହିଁ ପ୍ରତ୍ୟେକ ଜୀବର ସ୍ୱଭାବ ହୋଇଛି, କିନ୍ତୁ ଏହା ଏତିକିରେ ସୀମାବଦ୍ଧ ହୋଇ ରହିନାହିଁ। ତାହା ହେଉଛି ଆଦ୍ୟଶକ୍ତି,
ସମସ୍ତ ଜଗତର ମୂଳ। ପରା ପ୍ରକୃତି ପରମାତ୍ମାଙ୍କ ସହିତ ଏକ ଏବଂ ଅବିଭକ୍ତ ଅଂଶ। ସମସ୍ତ ଆତ୍ମାର ମୂଳ ସ୍ୱଭାବ ବା ସ୍ୱରୂପ ପରାଶକ୍ତି ବା ପରମାତ୍ମାଙ୍କ ସ୍ୱରୂପର ଏକ ଝଲକ ମାତ୍ର। ପ୍ରତ୍ୟେକ ଜୀବ ତାର ମୂଳ ଆତ୍ମାସତ୍ତାରେ ସ୍ଥିତ ହେଲେ ପରମାତ୍ମାଙ୍କ ସ୍ୱରୂପ ସହ ଏକାକାର ହୋଇଯିବ। ତେଣୁ ଆତ୍ମା ସୃଷ୍ଟି ହେଲେ ପରମାତ୍ମାକୁ ସ୍ରଷ୍ଟା ରୂପେ ଅଭିହିତ କରାଯାଇଛି। କିନ୍ତୁ ସମ୍ପ୍ରତି ମାନବ ଆସୁରୀ ସଂସ୍କାରଗ୍ରସ୍ତ ପ୍ରତ୍ୟେକ ମନୁଷ୍ୟକୁ ତାର ସ୍ୱଭାବର ବିକାଶ କରି ପରମାତ୍ମାଙ୍କ ସ୍ୱାଧର୍ମ୍ୟ ପରମାତ୍ମା ପ୍ରକୃତି ଲାଭ କରିବାକୁ ହେବ। ଏହା ହିଁ ଗୀତାର ପ୍ରକୃତ ଶିକ୍ଷା। ମାନବ ତାର ଅନ୍ତର୍ନିହିତ ଦିବ୍ୟ ପ୍ରକୃତିର ବିକାଶ କରି ଏହି ସଂସାରରେ ହିଁ ଦିବ୍ୟ ଜନ୍ମ ଲାଭ କରିବ। ଦିବ୍ୟ କର୍ମର କର୍ମୀ ହେବ। ପରମାତ୍ମାଙ୍କ ସଦୃଶ ସମସ୍ତ ତ୍ରୁଟି ଶୋକ ଦୁଃଖ ଅପୂର୍ଣ୍ଣତାର ଅତୀତ ହୋଇ ଏହି ବିଶ୍ୱଲୀଳାର ଅନନ୍ତ ଆନନ୍ଦ ଆସ୍ୱାଦ କରିବ। ଏଥିପାଇଁ ହିଁ ପରମାତ୍ମାଙ୍କ ଦ୍ୱାରା ଶକ୍ତି ପ୍ରତ୍ୟେକ ଜୀବାତ୍ମାଠାରେ ସମନ୍ୱିତ ହୋଇଛି। କିନ୍ତୁ ମନୁଷ୍ୟ ବର୍ତ୍ତମାନ ଯେଉଁ ପ୍ରାକୃତ ଜୀବନ ମଧ୍ୟରେ ଅବସ୍ଥାନ କରୁଛି ତାହା ତ୍ରିଗୁଣମୟୀ ଅପରା ପ୍ରକୃତିର ଖେଳ ମାତ୍ର। ଏହା ଦୁଃଖ ଦ୍ୱନ୍ଦ୍ୱ ଜରା ବ୍ୟାଧି ମୃତ୍ୟୁରେ ପୂର୍ଣ୍ଣ। ଏହା ମଧ୍ୟ ସାର୍ଥକତା ଓ ପ୍ରୟୋଜନୀୟତା ଅଛି। ଅପରା ପ୍ରକୃତି ଦ୍ୱାରା ଦେହ ପ୍ରାଣ ମନର ବିକାଶ କରି ମାନବ ପରା ପ୍ରକୃତି ମଧ୍ୟରେ ଦିବ୍ୟ ଜୀବନ ଲାଭ କରିବ। ଏହା ହିଁ ତାର ଗୂଢ଼ ରହସ୍ୟ। ଅବିଦ୍ୟୟାମୃତଂ ତୀର୍ଥଂ ବିଦ୍ୟୟାମୃତମଶ୍ନୁତେ। ନିରନ୍ତର ଆତ୍ମସଚେତନତା ପୂର୍ବକ ପରମାତ୍ମା ସ୍ମୃତିରେ ନିମଜ୍ଜିତ ରହି ଜନ୍ମ ଜନ୍ମାନ୍ତରର ପାପରାଶି ଭସ୍ମ କରିବା ପାଇଁ ହେଲେ ଆମକୁ ସର୍ବପ୍ରଥମେ ବୁଝିବାକୁ ହେବ ଯେ ଏହି ଅପରା ପ୍ରକୃତି ଆମର ପ୍ରକୃତ ସ୍ୱରୂପ ନୁହେଁ। ଦେହ ଅଭିମାନ ବଶତଃ ଆମେ ବର୍ତ୍ତମାନ ଯେଉଁ ସାଂସାରିକ ସୁଖ ଦୁଃଖ ଭୋଗ କରୁଛୁ ଏହା ଆମର ଚରମତମ ସମ୍ଭାବନା ନୁହେଁ। ଏହି କ୍ଷେତ୍ରରେ ହିଁ ସାଂଖ୍ୟ ଯୋଗ ବା ଜ୍ଞାନ ଯୋଗର ସାର୍ଥକତା ନିହିତ। ସାଂଖ୍ୟ ମତ ଅନୁସାରେ ପୁରୁଷ ଓ ପ୍ରକୃତି ମଧ୍ୟରେ ଭେଦ ନିର୍ଣ୍ଣୟ କରି ଉପଲବ୍ଧି କରିବାକୁ ହେବ ଯେ ଆମର ବେଦ ଦେହ ପ୍ରାଣ ମନରେ ଯେଉଁ ସୁଖ ଦୁଃଖ କାମ କ୍ରୋଧ ଜରା ବ୍ୟାଧି ଚିନ୍ତା କଳ୍ପନା ପ୍ରଭୃତିର କ୍ରିୟାନ୍ୱିତ ହେଉଛି ଏସବୁ ବସ୍ତୁତଃ ଆମର ନୁହେଁ, ଏହା ହେଉଛି ପ୍ରକୃତିର। କ୍ରମଶଃ ଓମ୍ ଶାନ୍ତି।